আমার সিএলএসআর স্কিম রে রাইট কেନାল রে 0 ରୁ 41 কিলোমিটার পর্যন্ত পুনରୁଦ୍ଧାର କାର୍ଯ୍ୟ ଚାଲିଥିଲା ଏବଂ ତାର ଏଗ୍ରିମେଣ୍ଟ ପିରିୟଡରେ 2 ବର୍ଷ ତାଙ୍କୁ ରବିରେ ପାଣି ଷ୍ଟପ୍ ରବି କ୍ଲୋଜର ଥିଲା 2 ବର୍ଷ ଧରିକି ଚାଷୀ ମାନେ ରବି ଚାଷୀ ପାଇପାରିନାହାନ୍ତି ସେମାନେ ଏ ବର୍ଷ 2 ବର୍ଷ ପରେ ଅଞ୍ଚଳରେ ଏ ବର୍ଷ ପାଣି ଦିଆଯିବାରୁ 20,000 ହେକ୍ଟର ଜମିରେ ଜଳସେଚନ ହେବ ଚାଷୀ ମାନେ ଭାରି ଉତ୍ଫୁଲ୍ଲ ଅଛନ୍ତି ଏବଂ ସେମାନେ ତାଙ୍କୁ ଆମେ ପ୍ରଥମ ଆୱାରନେସ୍ କରିଦେଇଛୁ ତାଙ୍କୁ ଏଥର କହିଛୁ ସମସ୍ତେ ନିଜ ଜଳକୁ ସଂରକ୍ଷଣ କରିବେ ପାଣି ଏବେ ବହୁତ ଭଲ ସିଷ୍ଟମ ରେ ଯିବ ଅଳ୍ପ ଅଳ୍ପ ଦିନ ଭିତରେ 35 କ୍ୟୁମେକ୍ ପାଣି ଆମେ ତାକୁ ବଢେଇବୁ ଏବଂ ଜଳ ଏଥର ଭଲ ଭାବରେ ସେମାନେ ସୁପରିଚାଳନା କରିବେ ଏବଂ ଭଲରେ ପାଣି ପାଇବେ ନା ସବୁ ବର୍ଷ ଏବେ କଣ୍ଟିନ୍ୟୁ ଚାଲିବ ଆଗରୁ କଣ ହଉଥିଲା ଆମେ ରବିରେ ପାଣି ବେଶୀ ଦେଇ ପାରୁନଥିଲୁ କାହିଁକି ଲାଇନିଂ କାମ ନଥିଲା ଏବଂ ବହୁତ କେନାଲ ଡିଷ୍ଟର୍ବାନ୍ସ ଥିଲା ତାକୁ ରେକ୍ଟିଫିକେସନ କରାହେଇକି 2 ବର୍ଷ ଭିତରେ ତାଙ୍କୁ ଠିକ ସମୟରେ କାମ ସାରିଥିବାରୁ ଏବଂ ଡବ୍ଲ୍ୟୁଆର୍ ଡିପାର୍ଟମେଣ୍ଟ ର ଇନଷ୍ଟ୍ରକ୍ସନ ହିସାବରେ ଆମେ ଏଥର 20,000 ହେକ୍ଟର ପାଣି ଦଉଛୁ ପ୍ରଥମ ଫେଜ ରେ ଏବେ 5 କ୍ୟୁମେକ୍ ଆଜି ପାଣି ଛଡା ହଉଛି ଧୀରେ ଧୀରେ ତାକୁ କାଳକ୍ରମେ ପର୍ଯ୍ୟାୟକ୍ରମେ ତାକୁ ପାଣିକୁ ବଢାଯିବ ଏବଂ ଆମର ଡିଜାଇନ ଡିସଚାର୍ଜ 50 କ୍ୟୁମେକ୍ ଅଛି ଆମେ ମ୍ୟାକ୍ସିମମ୍ 40 କ୍ୟୁମେକ୍ ଯାଏ ପାଣି ଦବୁ ବୋଲି ଆଶା କରୁଛୁ କଳାହାଣ୍ଡିରେ ଲାଇଫ ଲାଇନ କହିଲେ ଇନ୍ଦ୍ରାବତୀ କୁ ବୁଝାଏ ଆଉ ଇନ୍ଦ୍ରାବତୀରେ ପାଣି ଯୋଗେଇକି ଚାଷୀ ମାନଙ୍କୁ ତାଙ୍କର ଆର୍ଥିକ ଉନ୍ନତି ବହୁତ ସ୍ପିଡ ରେ ହଉଛି ଖାଲି ଏତିକି କଷ୍ଟ ଲାଗେ କି ଇନ୍ଦ୍ରାବତୀ ଆଉ ଏଗ୍ରିକଲଚର ଡିପାର୍ଟମେଣ୍ଟ ର ସମନ୍ୱୟ ହେଇପାରୁନି ଭଲ ଭାବରେ ଆଉ ଏଗ୍ରିକଲଚର ବାଲେ ଯଦି ଏବେ ସିସି ଯେମିତି କହୁଥିଲେ ଯେ 90 ଦିନର ଧାନ କରିବା ପାଇଁ ଏଗ୍ରିକଲଚର ବାଲେ ଯଦି ସମସ୍ତଙ୍କୁ ବୁଝେଇଥାନ୍ତେ ସେ କଥା ବୋଲେ ବହୁତ ବଢିଆ ହେଇଥାନ୍ତି କିଛି ଚାଷୀ ଏବେ ବି 120-140 ଦିନର ଧାନ କରିଛନ୍ତି ଆଗାମୀ ଦିନରେ ସେମାନଙ୍କୁ ଅସୁବିଧା ହେବ ବୋଲି ମୁଁ ଅନୁଭବ କରୁଛି।